ब्राह्मणी नाची नाची जाऊ सुंदर सूप को अमृत फल को धरी आहा पदुटे मन पड़ी जाए कला अजा गो मत नहीं जा आहा अजा लो नहीं जा अजा लो मत नहीं जा ये अजा लो मत नहीं जा नहीं जा नदी आहा पूरा अजा लो मत नहीं जा नदी आहा पूरा अजा लो मत नहीं जा नदी आहा पूरा अजा लो मत नहीं ये नदी आहा दांडरे चिन्हाई देबु तू नदी आहा दांडरे चिन्हाई देबु तू ए ओजा ओ मते नदी आहा दांडरे चिन्हाई देबु तू ये से निताई बोला किए से निताई किए गौरा हिमंत मंडली मोर हे शुणुथिबे देई मन जहाँ जहाँ न्याय मानो हेबो आंदोलन भाव कुनी कट हरि भाव कुरुरा भावे गोपीरी बांधिले काली पड़ता हम भावे दिने जाई भिलो समरी होई भावे भिलो सबरा भर मारिला होईता बोला भावे दिने आसी भिला राक्षसी मुर्दा आहा भावे ताकू बिना शिव प्रभु नंद कांगा अभी भोला भाव लगाई तो पूजा बिना करे हे भाई भौनी सबते सबरो देवे नहीं जा नदिया पूरा अजालो मते नहीं जा नहीं जा नदिया पूरा अजालो मते नहीं जा सेदिन ब्राह्मणी खुशी रे नाची नाची ये मरिबो कोन नव यौवन हेई के आसुची सांगे लुचेई की कानी तले सुंदर फलटी को धरी ए फलटी को धरिकी ब्राह्मणी आसुची ए बोपा मा बुढ़ा ब्राह्मण चिन्हुच कि नाई के जानी वर्तमान मोर तो 16 बयस आम घर स्वामी स्वामी बा किरे स्त्री तो कुआडे रोसिकी घर बाहर की जाइछि ता मुह तो मु आउ देखि नाही स्वामी से मोला की हजिला किछि नाही स्वामी ए स्वामी मोर प्रणाम नियो स्वामी अरे मां नाई मां डाकनी छोटिया पिला दिए नव जुबा हेछि ए वृद्ध ब्राह्मण हां हां ए मां नाई मां डाकनी किए तमे मु तो तुमको जानी पारुनी तमे तो देखिया पई अति छुबो छियो बयसर स्वामी ए रह एठी आज्ञा ब्राह्मण बड़ ओडुआरे पड़ी गला आया अरे पुआ आया देखिला ये झियो पाखरे जहा अछि हां समुद्र से अछि ये बोपा मा समुद्र सहित तुलना कला समुद्र संगे ब्राह्मण तुलना कला झियोटा ओहो बोला कहारो ये ना गोरी बोला कहारो ये ना गोरी अरे मां तू मते कोन स्वामी डाकुछु तू दिसु अथु परा सागर परी कहारो ये ना गोरी तू दिसु अथु परा सागर परी कहारो ये ना गोरी बोला इटे समुद्र भलिया देखा जाउची गोटे समुद्र भलिया देखा जाउची आघेरे कला तट नील जल राघव नेत्र लहड़ी ताके सकुचु कुंचित लहड़ी ताके सकुचु कुंचित लहड़ी ताके सकुचु कुंचित तट नील जल राघव नेत्र लहड़ी ताके सकुचु कुंचित लहड़ी ताके सकुचु कुंचित लहड़ी ताके सकुचु कुंचित प्रभाव दंग हसेव अमृत प्रभाव हसे ये तट दिशा में निज भव
ବାପା ସମୁଦ୍ରରେ ଯାହା ଅଛି ଆଜ୍ଞା ଇଏ ଝିଅ ପାଖରେ ବ୍ରାହ୍ମଣ ଦେଖିଲା ସେଇଆ ଅଛି। ନବଯୁବା ହେଇକି ବ୍ରାହ୍ମଣୀ ଫେରିଛି, ହଁ 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 କହିଲା କାହାର ଇଏ ନାଗରୀ ଗୋଟେ ସମୁଦ୍ର ଭଳିଆ ଦେଖାଯାଉଛି। ଆଜ୍ଞା ଆଜ୍ଞା ସମୁଦ୍ରରେ ପ୍ରବାଳ ମୁକ୍ତା ଅଛି, ଆଜ୍ଞା ରାଘବ ମତ୍ସ୍ୟ ଅଛି, ହଁ ସମୁଦ୍ରର ତଟ ଅଛି, ଅଛି ନୀଳ ଜଳରାଶି ଅଛି। ଅଛି ଇଏ ଝିଅ ପାଖରେ କଣ ସେ ସବୁ ଅଛି? ହଁ 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 ଅଛି ସେ ସବୁ ଅଛି। ଆଜ୍ଞା ଆଗ ସାଗର ବୋଲି କହିଲା, ଆଜ୍ଞା ତାହେଲେ କହିଲା କଣ ନା କେଶ ନୀଳ ଜଳ ରାଘବ ନେତ୍ର। ଆଜ୍ଞା ସମୁଦ୍ରରେ ଜଳ ଅଛି, ଜଳ ଅଛି ଏ ସୁନ୍ଦର କେଶ ଗୁଡାକ ଜଳ ସାଙ୍ଗେ ସମାନ। କୁଞ୍ଚୁ କୁଞ୍ଚୁ ହଂସ ରହ, ଆଜ୍ଞା। ସମୁଦ୍ରରେ ଜଳ ଅଛି, ଏ ସୁନ୍ଦର କେଶ ଦେଖିବା ପାଇଁ ଘଞ୍ଚ ନୀଳ ଆଉ କଳା। ଆଜ୍ଞା ତେଣୁ ସମୁଦ୍ର ଜଳ ଦେଖିବା ପାଇଁ ନୀଳ ଆଉ କଳା। ହେଲା ତେଣୁକରି ଏ ସମୁଦ୍ର କେଶ ସାଙ୍ଗରେ ଝିଅର ସମୁଦ୍ର ଜଳ ସାଙ୍ଗରେ କେଶ ସମାନ ହେଇଗଲା। ସମୁଦ୍ରରେ ଲହରୀ ଅଛି, ଆଜ୍ଞା ଆଜ୍ଞା କେଶ ସାଙ୍ଗରେ ଜଳରାଶି ତୁଳନା କରିବା ଆମ କବି ମାନଙ୍କର ଗୋଟେ ବହୁତ ଆଗରୁ ଏ ପ୍ରମାଣ ସବୁ ଅଛି। ଆଜ୍ଞା ଆଜ୍ଞା ଏ ପୁଅ ଆଜ୍ଞା ରାଧାନାଥ ସାହିତ୍ୟ ହଁ କଲା ନୀଳିମାରେ ବାବା ଚାରୁ କେଶ ପାଶରେ ଚାରୁ ବାବୁରେ ଆଜ୍ଞା ନୀଳିମାରେ ବାବା ଚାରୁ କେଶ ପାଶ, ଆଜ୍ଞା ତୋ ନୀଳ ବିଚିକୁ କଲା ଉପହାସ। ହାସ ନୀଳ ବିଚି କଲେ ଆଜ୍ଞା ଢେଉ, ତୋ ନୀଳ ତରଙ୍ଗକୁ ସେ ଉପହାସ କରୁଛି। ହେଲା ହେଲା ତେଣୁ ଏ କେଶ ଗୁଡାକ ସୁନ୍ଦର କେଶ ଗୁଡାକ ସମୁଦ୍ର ନୀଳ ଜଳକୁ ଉପହାସ କରୁଛି। ଆଜ୍ଞା ଆଜ୍ଞା ତେଣୁ ରାଧାନାଥ ଦେଖିନାହାନ୍ତି ପଦ୍ମାବତୀ ଡଙ୍ଗାରେ ବସିଛନ୍ତି, ହଁ ହଁ ପୁରୁଷୋତ୍ତମ ରାଜା ନେଇକି ଆସୁଛନ୍ତି। ଆଜ୍ଞା ତେଣୁ ସେ ତରଙ୍ଗ ଅପମାନ ଭରେ ରେ ଯେତେବେଳେ ନୀଳ ଜଳରାଶି ଆଜ୍ଞା ପଦ୍ମାବତୀ କେଶ ପାଖରେ ହାରିଗଲେ, ହଁ ସେ ଦେଖିଲେ ସୁନ୍ଦରୀ କେଶ ସାଙ୍ଗରେ ମୋ ନୀଳ ଢେଉ ସମାନ ନୁହଁ। ନାଇଁ ନାଇଁ ଆଚ୍ଛା ଡଙ୍ଗା ଗଲା ବେଳେ ଢେଉ ଗୁଡାକ ଡଙ୍ଗାରେ ମାଡ଼ ହବା ଆଜ୍ଞା କଥା, ମାଡ଼ ହୁଏ ଏ ସ୍ୱଭାବତଃ। ଆଜ୍ଞା କବି କହିଲେ ନାଇଁ ମୋ ଇଏ ଢେଉ ମାଡ଼ ହଉନି, ଆଉ ସୁନ୍ଦରୀର କେଶ ସାଙ୍ଗରେ ହାରି ଯିବାରୁ ହଁ ଏଇଠି ଆଜ୍ଞା ଢେଉ ଗୁଡାକ ମାଡ଼ ମୁଣ୍ଡ ପିଟୁଛି। ତେଣୁ ସେ ତରଙ୍ଗ ଅପମାନ ଘରେ ଶିର ପିଟୁଥିଲା ତରଣୀ ପଞ୍ଜରେ। ବାବା ପୁଅ ଆଜ୍ଞା ତେଣୁ ଏ ସୁନ୍ଦରୀର କେଶ ସାଙ୍ଗରେ ସମୁଦ୍ର ନୀଳ ଜଳ ଆସିଗଲା। ହଁ ହଁ ଢେଉ କିଏ ନା ଲହରୀ, ତା କେଶ କୁଞ୍ଚୁ କୁଞ୍ଚିତ, ହେଲା ହେଲା ଲହରୀ ଭଳିଆ କେଶ ଗୁଡାକ କୁଞ୍ଚୁ କୁଞ୍ଚିତ ହେଇଛି। ଆଉ ଆଉ ତଟ ନୀଳ ଜଳ ରାଘବ ନେତ୍ର, ବାବା ଏ ସୁନ୍ଦରୀର ଦିଟା ଜାନୁ ସମୁଦ୍ରର ଦିଟା ତଟ ସାଙ୍ଗେ ସମାନ। ସମାନ ସମୁଦ୍ରରେ ରାଘବ ମତ୍ସ୍ୟ ଅଛି, ଆଜ୍ଞା ଏ ସୁନ୍ଦରୀର ଆଖି ହଉଛି ମତ୍ସ୍ୟ ସାଙ୍ଗେ ରାଘବ ମତ୍ସ୍ୟ ସାଙ୍ଗେ ସମାନ। ଆଜ୍ଞା ମିନ ନୟନ କୁହନ୍ତୁ ପ୍ରବା ମୀନ ନୟନା ନାରୀ ମାନଙ୍କୁ କୁହାଯାଏ। ଆଜ୍ଞା ଆଜ୍ଞା ପ୍ରବାଳର ଦନ୍ତ, ହଁ ଆଜ୍ଞା ସମୁଦ୍ରରେ ପ୍ରବାଳ ଅଛି, ଆଜ୍ଞା ପ୍ରବାଳ ସାଙ୍ଗରେ ହଁ। ଏ ସୁନ୍ଦରୀର ଶୁଭ୍ର ଦାନ୍ତ ଗୁଡାକ ବାବା। ଇଏ ମୁକ୍ତା ସାଙ୍ଗରେ ସମାନ ହେଇଗଲା। ଦାନ୍ତ ଗୁଡାକ ପ୍ରବାଳର ଦାନ୍ତ ହାସ୍ୟତା ଅମୃତ, ଆଜ୍ଞା ସମୁଦ୍ରରେ ଅମୃତ ଅଛି, ସମୁଦ୍ରରେ ଅମୃତ ଅଛି। ଏଠି ଅମୃତ ଏ ଝିଅର ଯୋଉ ହସ ଏ ଅମୃତ ସାଙ୍ଗେ ସମାନ ହେଇଗଲା। ତଟ ଦିଶେ ବେନି ଜଘନ ବାରି, ବାବା ସମୁଦ୍ରରେ ଦିଟା ତଟ ଅଛି, ଆଜ୍ଞା ଏ ସୁନ୍ଦରୀ ରୂପକ ସମୁଦ୍ରର ଇଏ ଦି ଜାନୁ ହଉଛି ଦିଟା ତଟରେ। ଆରେ ମା ତୁ ତ ହଉଛୁ ଗୋଟେ ସମୁଦ୍ର ମଣି ସଙ୍ଗେ ସମାନ, ମୁଁ ତ ବୃଦ୍ଧ ବ୍ରାହ୍ମଣ। ଯଦି ସମୁଦ୍ର ମନ ନ ମାନିଲା ତାହେଲେ ଗୋଟେ ପୋଖରୀ ସାଙ୍ଗେ ତୁଳନା କରିବା। ପୋଖରୀ କଲା ଧନ୍ୟ ଧନ୍ୟ ଲାବଣ୍ୟ ସରଭଞ୍ଜ, କଲା ଧନ୍ୟ ଲାବଣ୍ୟ ସରୋବରରେ। ସମୁଦ୍ର ସାଙ୍ଗେ ଯଦି ସମାନ ହେଲାନି ତାହେଲେ ଗୋଟେ ପୋଖରୀ ସାଙ୍ଗେ ସମାନ କରୁଛୁ। ଶୁଣ, ଦେଖିବା କଲା ଧନ୍ୟ ଲାବଣ୍ୟ ସରୋବରରେ, କି ସୁନ୍ଦର ଧନ୍ୟ ଲାବଣ୍ୟ ସରୋବରରେ କି ସୁନ୍ଦର ଧନ ଲାବଣ୍ୟ ସରୋବରରେ କି ସୁନ୍ଦର ପାଣି କେତେ ପଙ୍କ କେତେ ଜଣା ଲାଗ ଲାଗ ଧୀର ଜଣା ଲାଗ ଲାଗ ଧୀର ଧନ ଲାବଣ୍ୟ ସରୋବରରେ କି ସୁନ୍ଦର ଆପଣ ମାନେ ଯିଏ ଯେତିକି ଆଜ୍ଞା ବୁଝିଲେ। କଲା ତଡାଏ ଏ ପୁଅ ଆଜ୍ଞା କଲା ପାଣି କେତେ ପଙ୍କ କେତେ ଜଣା ଗଲା ଗଭୀର। ଆଜ୍ଞା ଏ କଲା ଧନ୍ୟ ଏହି ପୁଷ୍କରିଣୀ ଗଢି ଗଢିଛି କେଉଁ ବିନ୍ଧାଣି ଧନ୍ୟ ଏହି ପୁଷ୍କରିଣୀ ଗଢିଛି କେଉଁ ବିନ୍ଧାଣି ଜନି ତୁଠେ ବସା ବସାଇଛି ହର ତେନି କାଠେ ବସାଇଛି ହର ପୂଜା କି ଓ ପୂଜା ଏହି ଶମ୍ଭୁ ଆହାର ପୂଜା କି ପୂଜା ଏହି ଶମ୍ଭୁ ଆହାର ପୂଜା କି ଓ
ପୂଜା ବେନି ତୋଠରେ ଶମ୍ଭୁ ବସେଇଛି ବାବା ବା ପୂଜା କିଏ ପୂଜା ଏହି ଶମ୍ଭୁ ଆଳର ଆହା। ମୁଁ ଜାଣିନି ହଁ କଲା ଅବଧାନ ଦେଲେ ତଥି ଦିଅନ୍ତି ତ ଉପର ଦିଅନ୍ତି ତଥି ଉପର ଧନ୍ୟ ଲାଭ ଲାବଣ୍ୟ ଶରଣ ଏ ପୁଅ ଆଜ୍ଞା କଲା ଏ ବେଶୀ ଦିନର ପୁଷ୍କରିଣୀ ନୁହଁ ନାଇଁ ନାଇଁ ନୂଆ ଏହେ ହଁ ନୂଆ ପୁଷ୍କରିଣୀ କଲା ତୋଡ଼ା ଅଳ୍ପ ଦିନର ଏ ବୟସରେ 12-13 ବୟସରେ 12-13 ବୟସରେ 12-13 କହିଲେ 14 ବା 15 ନହିଲେ 14 ବା 15 ଆଉ ଆଗକୁ ଯିବିନି ନାଇଁ ନାଇଁ ବ୍ରାହ୍ମଣ ଦେଖୁଛି ହେଲା କଲା ନହିଲେ 14 ବା 15 15 ଯୋଉଠି ଯୋଉ ଅଳଙ୍କାର ନା ଆଜ୍ଞା ଆଜ୍ଞା ବୁଢା ବ୍ରାହ୍ମଣ କଲା ଏ 14-15 ବର୍ଷର ଝିଅ ହଁ ହଁ ଅରେ ତୁ କଣ ମତେ ସ୍ୱାମୀ ଡାକୁଛୁ ସ୍ୱାମୀ ଡାକୁଛୁ ଏ ହଁ ହଁ ସ୍ୱାମୀ ଏ, ସ୍ୱାମୀ ପୁଣି ସେ ସ୍ୱାମୀ କହୁଛୁ ସ୍ୱାମୀ ମୋ କଥା ଆଗ ଟିକେ ଶୁଣ ତାପରେ ମତେ କହିବ କୁହ ସ୍ୱାମୀ ଏ, ତୁମ ସାଥିରେ ମୋର ଯେତେବେଳେ ପାଟିତୁଣ୍ଡ ହେଲା ହଁ ତମେ ମତେ ଗାଳି କଲ ମୁଁ ତୁମକୁ ଗାଳି କଲି କାଇଁ ମୋ ମନ ପାଉନି ହଁ ହଁ ସେଇଟା କଥା ସେଇ ଶୁଣ ଶୁଣ ହଁ, ତାପରେ ମୁଁ କହିଲି କାହିଁକି ଏ ଜୀବନକୁ ରଖିବି ଆଚ୍ଛା ଯାଉଛି ବିଷ ଖାଇକି ମରିବି ହେଲେ ବିଷ କେଉଁଠାରୁ ଆଣିବି ଯା, ମୁଁ ତ କଥାରେ ଶୁଣିଥିଲି ହଁ। ରାଜାଙ୍କର ବଗିଚାରେ ଗୋଟେ ବିଷ ବୃକ୍ଷ ଅଛି ହଁ। ସେଥିରୁ ଗୋଟେ ଫଳଟିଏ ଖାଇକି ମରିକି ଶୋଇବି ସେଇଠି ତାପରେ ସେଠି ଯାଇ ଗଛ ମୂଳେ ବସିଲି ଏ, ଫଳଟିଏ ତୋଳିଲି ଏ, ଥାଉ ଥାଉ ସେ ଫଳଟି ତୋଳିକି ଖାଇକି ହଁ। ଯେତେବେଳେ ଶୋଇଲି କହିଲି ଆଜି ମରିଯିବି ହଁ ଉଠିଲା ବେଳକୁ ନବଯୌବନ ହେଇଛି ତାମାନେ ସେଟା ବିଷ ଫଳ ନଥିଲା ସେଇଟା ଯୌନ ଫଳ ଥିଲା ଅମୃତ ଫଳ ଅମୃତ ଫଳ ଥିଲା ସ୍ୱାମୀ ଏ ମୋ ପାଇଁ ଗୋଟେ ଆଇନଥାନ୍ତ କଣ ଛାଡିଛି ଏ ମୁଁ ଖାଇକି ଯୁବତୀ ହେଲି ହଁ। ତମ ପାଇଁ ଏଇ ଫଳ ଆଣିଛି ତୁମେ ଖାଅ ତୁମେ ଏବେ ଯୁବକ ହୁଅ ନିଅ ନିଅ ଏଇ ପରାଣ ଧନ ହେ ଫଳକୁ କର ଭକ୍ଷଣ ଏତେ ବୋଲି ପରା ବ୍ରାହ୍ମଣ ପରେ କରିଲା ଅର୍ପଣ। ବ୍ରାହ୍ମଣୀ କଲା ହେ ଜୀବ ଧନ ଏ ଫଳଟାକୁ ତମେ ଗ୍ରହଣ କର ଏ ମା ଏତିକି କହି ସଙ୍ଗେ ସଙ୍ଗେ ବ୍ରାହ୍ମଣ ଫଳଟିକି ବ୍ରାହ୍ମଣୀ ଦେଇଦେଲା ବ୍ରାହ୍ମଣଙ୍କୁ ବ୍ରାହ୍ମଣ ଯେମିତି ଫଳ ମୋ ପଣ୍ଡିତେ କରିଛ ପରା ଭକ୍ଷଣ ଦୂର ହୋଇଗଲା ପରା ପାଇଲା ନବଯୌବନ ଏ ମା ବ୍ରାହ୍ମଣ ସଙ୍ଗେ ସଙ୍ଗେ ନବଯୌବନ ହେଇଗଲା ଏ ବ୍ରାହ୍ମଣ ବ୍ରାହ୍ମଣୀ ନବଯୌବନ ହେଲେ ସୁରବାବୁ ତୁଣ୍ଡବାଇଦ ସହସ୍ର କୋଶ ତୁଣ୍ଡବାଇଦ ସହସ୍ର କୋଶ ଆଚ୍ଛା ତୁଣ୍ଡବାଇଦ ହେଲା ଅଯୋଧ୍ୟା ଏ କାନ ସେ ଅଯୋଧ୍ୟା ପର୍ଯ୍ୟନ୍ତ କଥା ଚାଲିଲା ଯେତେବେଳେ ଅଯୋଧ୍ୟା ପ୍ରଦେଶ ପର୍ଯ୍ୟନ୍ତ କଥା ଗଲା ଆଜ୍ଞା ରାଜା ଏ କଥା ଜାଣିଲେ ଯୋଉ ବ୍ରାହ୍ମଣ ରାଜା ହେଇଛନ୍ତି ସିଏ ଜାଣିଲେ ସିଏ ଯେତେବେଳେ ଜାଣିଲେ କହିଲେ ଆରେ ମୁଁ ରାଜାଙ୍କୁ ସନ୍ଦେହ କରି କେଡେ ବଡ ଭୁଲ କଲି ମୁଁ ତ ସେ ଫଳ ଖାଇଥିଲେ 350 ରାଣୀକି ଭୋଗ କରିକି ଅଯୋଧ୍ୟା ଶାସନ କରିଥାନ୍ତି ଚାଲିଲା ଆଜ୍ଞା ସେ ଫଳ ଭକ୍ଷଣ କରିବା ପାଇଁ ବରେଣ୍ୟ ଜ୍ଞାନେନ୍ଦ୍ର ପୁଙ୍ଗବ ସେ ଫଳ ଭକ୍ଷଣ କରିବା ପାଇଁ ଚାଲିଲେ ବ୍ରାହ୍ମଣ ଯେତେବେଳେ ଦେଖିଲେ ପ୍ରକୃତ ମୋରି ପାଇଁ ବ୍ରହ୍ମାଙ୍କୁ ତପସ୍ୟା କରି ଆଜ୍ଞା ସେ ଫଳ କୁଧଏ ଆଣିଛନ୍ତି ରାଜା ରଘୁ ଆଉ ରହି ପାରିଲେନି ଆଜ୍ଞା ରାଜା ବିଚାର କଲେ ମନ ଭିତରେ ବାବାରେ ସେ ଫଳକୁ ଆଉ ବ୍ରାହ୍ମଣ ଭକ୍ଷଣ କଲେ ନାହିଁ ଖୋଜିଲେ କେଉଁଠାରେ ହେ ସମ୍ରାଟ ରଘୁ ଅଛ ଖୋଜି ଖୋଜି ଜ୍ଞାନେନ୍ଦ୍ର ପୁଙ୍ଗବ ରାଜା ରଘୁ କେଉଁଠି ଅଛନ୍ତି ବୋଲି ଖୋଜି ଖୋଜି ଯାଇକି ପହଞ୍ଚି ଗଲେ ନଗରାଜ ହିମାଳୟରେ ନଗରାଜ ହିମାଳୟରେ ବାପା ଯେତେ ଯାଇକି ପହଞ୍ଚିଲେ ସେତିକି ବେଳକୁ ତପସ୍ୟାରତ ଅଛନ୍ତି ରାଜା ରଘୁ ମୋ ଅଯୋଧ୍ୟାର ପ୍ରଜା ମାନେ କେମିତି ଭଲରେ ଥିବେ ବ୍ରାହ୍ମଣ ନବଯୌବନ ହିଁ ମୋ 350 ରାଣୀକି ଭୋଗ କରୁଥିବେ ବ୍ରାହ୍ମଣ କେମିତି ଖୁସିରେ ରହିବେ ଆନନ୍ଦରେ ରହିବେ ବାବା ଏ କଥା ହଁ ଖାଇ
ଆଜ୍ଞା କେତେବେଳେ ବେଳ ହଉ ଖାଇଦିଅ ରେ ପିଲା ହଉ ଖାଅ ରେ ପିଲା ଖାଉନ ଖାଅ ଆରେ ଆଉ ଚ୍ୟାନେଲରେ କଟରେ ଯେତେବେଳେ ପହଞ୍ଚି ଗଲେ ଜୟ ରାଜା ରଘୁଙ୍କର ଜୟ ଜୟ ରାଜା ରଘୁଙ୍କର ଜୟ ରାଜା ରଘୁଙ୍କର ଜୟ ଅଯୋଧ୍ୟା କଟକ ରାଜା ରଘୁଙ୍କର ହଉ ରାଜା ରଘୁଙ୍କର ଜୟ ଜୟକାର କରି ଯେତେବେଳେ ପହଞ୍ଚିଲେ ରଘୁଙ୍କର ତପସ୍ୟା ଭଙ୍ଗ ହେଇଗଲା ରଘୁଙ୍କର ତପସ୍ୟା ଭଙ୍ଗ ହେଇଗଲା ରାଜା ରଘୁ ଯେତେବେଳେ ତପସ୍ୟା ଭଙ୍ଗ କରିକି ଦେଖିଲେ ଯୋଉ ବ୍ରାହ୍ମଣଙ୍କୁ ଗୟା ତୀର୍ଥରେ ଗୟା ଧାମରେ ପିଣ୍ଡ ଦାନ କଲା ବେଳେ ଅଯୋଧ୍ୟା ରାଜ ସିଂହାସନ ସମର୍ପି ଦେଇଥିଲେ ଏ 350 ନାରୀକି ସମର୍ପି ଦେଇଥିଲେ ଆଜ୍ଞା ସେଇ ରାଜା ସେଇ ବ୍ରାହ୍ମଣ ଆଜି ରଘୁଙ୍କ ନିକଟରେ ଜୟ ଜୟକାର କରୁଛନ୍ତି କହିଲେ ବ୍ରାହ୍ମଣ ମୋର ପ୍ରଣାମ ନିଅନ୍ତୁ ଆପଣ ଅଯୋଧ୍ୟା ସିଂହାସନ ଛାଡ଼ି ମୁଁ ତ ଅମୃତ ଫଳ ଆପଣଙ୍କୁ ଦେଇଥିଲି ଆପଣ ତ ନବଯୁବକ ହବା କଥା ଆପଣ ପୁନଃ ସେଇ ବୃଦ୍ଧ ବେଶରେ ଅଛନ୍ତି କୁଆଡେ ଆସିଛନ୍ତି ପୁଣି ମୋ ପାଖକୁ ଆସିଲେ କାହିଁକି ମୋ ପାଖକୁ ଆସିଛନ୍ତି ଆଜ୍ଞା କୁଣ୍ଢେଇ ପକେଇଲେ କୋଳ ସମ୍ଭାଷଣ କଲେ ଧନ୍ୟ ରାଜା ରଘୁଙ୍କର ଜୟ ହେଉ ବୋଲି ଭାସିଲେ ବ୍ରାହ୍ମଣ ଏହି ପରୀକ୍ଷାରେ ହେ ରଘୁରାଜନ ହୋଇବ ତୁମ୍ଭେ ଉତ୍ତୀର୍ଣ୍ଣ ଯେତେବେଳେ ତମର କୀର୍ତ୍ତି ସ୍ୱର୍ଗପୁରକୁ ପରିବ୍ୟାପ୍ତ ହେଲା ରମେଶ ଭାଇ ଡାକିଲେ ତାଙ୍କୁ ଥର ହଁ ହେଇଗଲା ତ କେତେ 2:30 ହେଇଗଲା ଆଉ ହଁ ମୁଁ ଗଢଉଛି ମ ଆପଣ ସେ ଦାୟିତ୍ୱ ମତେ ଦେଇଛନ୍ତି ମାନେ ଭୁଲ ହବନି ଆଜ୍ଞା ଆଜ୍ଞା ରାଜା ରଘୁ ସେଇଠି ରାଜା ରଘୁଙ୍କର ଏଥିରେ ଜୟ ଜୟକାର ଶବ୍ଦ ହେଲା କହିଲେ ହେ ରାଜନ ଆଜି ଏ ପରୀକ୍ଷାରେ ତମେ ଜିତିଗଲ ମୁଁ ହାରିଗଲି ତାମାନେ କିଏ ନା ଆପଣଙ୍କର ଧବଳ ଛତ୍ର ସ୍ୱର୍ଗପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଇଥିଲା ହେ ରଘୁରାଜା ସମସ୍ତେ ରଘୁରାଜାଙ୍କର ଜୟ କରୁଥିଲେ ଦେବତା ମାନେ ମତେ ପଠେଇଲେ କହିଲେ ତମେ ଯାଅ ଇନ୍ଦ୍ରାଦି 33 କୋଟି ଦେବତା କହିଲେ ଯେ ପ୍ରକୃତ ରାଜା ଜଣେ ଧର୍ମପରାୟଣ ରାଜା କି ନାହିଁ ତମେ ଯାଅ ଟିକେ ପରୀକ୍ଷା କରିବ ତେଣୁ ପରୀକ୍ଷା କରିବା ପାଇଁ ହେ ରାଜା ରଘୁ ମୁଁ ଆସିଥିଲି ତାହେଲେ ଆପଣ କିଏ ଆଜ୍ଞା ସଙ୍ଗେ ସଙ୍ଗେ ବ୍ରାହ୍ମଣ ଅନ୍ତର୍ଧ୍ୟାନ ହେଇଗଲେ ଆଜ୍ଞା ଛିଡ଼ା ହେଇଛନ୍ତି ସ୍ୱୟଂ ଧର୍ମ ଦେବତା ସୂର୍ଯ୍ୟ ନାରାୟଣ ଦେଖିଦେଲେ ରାଜା ରଘୁ କହିଲେ ଆଦିଦେବ ନମସ୍ତୁଭ୍ୟଂ ପ୍ରସିଦ୍ଧଂ ମମ ଭାସ୍କର ଦିବାକରଂ ନମୋ ନମୋ ପ୍ରଭାକରଂ ନମସ୍তুତେ সপ্তাশ্বরথ মারুতং প্রচন্ডম কশ্যপাত্মজ শ্বেত পদ্মধরম দেব ত্বং সূর্য প্রণমাম্যহং সকল শক্তির আধার স্বয়ং সূর্য নারায়ণ আসিଥିଲେ পরীক্ষা করিবা পাই जो सूर्य नारायण नामरे ए वंश आज्ञा नामित होइथिला सेई वंश सूर्य को ठारू स्वयंभुव मनु तांको पुत्र हिसाब रे जन्म नहीं स्वयंभुव मनु को ठारू ए पर्यंत तांकर से वंशटर नाम थिला लोमा सूर्य वंश तेणु सूर्य निजे प्रकट हेले सूर्य प्रकटित ही कहले हे राजन देवता माने मते पठेई थिले तुम निकट को परीक्षा करिवा पाई आउ ए परीक्षा रे हे राजन एमिति राजा विश्व रे केही नाही 750 350 रानी दान कलो अयोध्या दान कलो निजर शेष रे मते नव जौवन दान कलो आउ तुम भली राजा के मते रे जन्म हबो
ତେଣୁ ଆଜିଠାରୁ ମୋ ନାଁଟା ମୁଁ ନିଜେ ଲିଭେଇ ଦଉଛି। ବାସ୍ ଏ ବଂଶ ଆଉ ମୋ ନାମରେ ନାମିତ ହେବ ନାହିଁ। ମୁଁ ନିଜେ ଆଜି କହୁଛି ଏ ବଂଶ ସ୍ୱୟଂ ରାଜା ରଘୁଙ୍କ ନାମରେ ନାମିତ ହବ। ସେଇଦିନ ପର୍ଯ୍ୟନ୍ତ ଆଜ୍ଞା ଚାଲିଥିଲା ସୂର୍ଯ୍ୟ ବଂଶ। ଆଉ ନିଜେ ସୂର୍ଯ୍ୟ ସେ ବଂଶର ନାମ ରଖିଦେଲେ ରଘୁବଂଶ। ফেরি যা রাজন তুমি হে ফেরি যাও অযোধ্যাপুর। 150 রানী সঙ্গ করে অযোধ্যারে রূপ। হে রাজন বর্তমান মু নভমণ্ডল সূর্যধাম স্বর্গপুরକୁ পড়ে যাচ্ছি। তমে বর্তমান অযোধ্যা ফেরি যাও। আজ্ঞা রাজা রঘু ঠাରୁ ସୂର୍ଯ୍ୟ ବିଦାୟ ନେଇକି ପଳେଇଲେ। ନିଜେ ସ୍ୱୟଂ ସୂର୍ଯ୍ୟନାରାୟଣ ଧର୍ମ ଦେବତା ଏ ବଂଶର ନାମକରଣ କଲେ ରଘୁବଂଶ। ତମେ ଅଯୋଧ୍ୟାକୁ ପଳେଇ ଯାଅ। ହେ ରାଜନ ତୁମ 350 ରାଣୀ ଶ୍ରେଷ୍ଠ ରାଣୀ କଳାବତୀ ମୁଁ ତ ପରୀକ୍ଷା କରିବା ପାଇଁ ଆସିଥିଲି। ସେମାନଙ୍କର ଯୌବନ ସେମାନଙ୍କର ସତୀତ୍ୱ ବର୍ତ୍ତମାନ ସୁଦ୍ଧା ଅକ୍ଷୁର୍ଣ୍ଣ ରହିଛି। କୌଣସି ରାଣୀ ଉପରେ ସେମାନେ ତ ମୋ ବୋହୁ କୁଳ ବୋହୁ। କୌଣସି ରାଣୀ ଉପରେ ସୁଦ୍ଧା ଲୋପ ଦୃଷ୍ଟି ମୁଁ ପକାଇ ନାହିଁ। ତୁମେ ମହାନ ହେ ରାଜା। ସେଇଦିନ ଠାରୁ ସୂର୍ଯ୍ୟ ନାରାୟଣ ନିଜେ ଏ ବଂଶଟିର ନାମ ରଖିଲେ ଆଜ୍ଞା ରଘୁ ବଂଶ। ହିମାଳୟରୁ ଯେତେବେଳେ ରାଜା ରଘୁ ପ୍ରତ୍ୟାବର୍ତ୍ତନ କଲେ ବାବୁରେ ରାଜା ରଘୁଙ୍କ ସମୟରେ ଆଉ ବାର୍ଦ୍ଧକ୍ୟ କେହି ରହିଲେ ନାହିଁ। ସେ ଅମୃତ ଫଳ ଖାଇ ସମସ୍ତେ ଯୁବକ ହେଇଥିଲେ। ଆନନ୍ଦରେ ସୁଶାସନ କଲେ ରାଜା ରଘୁ ଏବଂ ସୂର୍ଯ୍ୟନାରାୟଣ ଆଶୀର୍ବାଦ କଲେ। ସୂର୍ଯ୍ୟନାରାୟଣଙ୍କର ଆଶୀର୍ବାଦରେ ରାଜା ରଘୁ ଏବଂ ରାଣୀ କଳାବତୀଙ୍କର ଗର୍ଭରୁ ଆଜ୍ଞା ଗୋଟିଏ ପୁଅଟିଏ ଜନ୍ମ ହେଲା। ସେ ପୁଅ କିଏ? ଦିଲ୍ଲୀପଙ୍କର ପୁଅ ହେଲେ ରଘୁ। ରଘୁ ଏବଂ କଳାବତୀଙ୍କ ଗର୍ଭରୁ ରଘୁଙ୍କ ଔରସରୁ ଗୋଟିଏ ପୁଅ ଆଜ୍ଞା ଜନ୍ମ ହେଲା। ସେ ହଉଛନ୍ତି ଆପଣଙ୍କର ସେ ପୁଅ ନାଁ ହଉଛି ଅଜ। ଅଜ ଦଶରଥଙ୍କର ବାପା ହଉଛନ୍ତି ଅଜ। ରାମଚନ୍ଦ୍ରଙ୍କର ଜେଜେ ବାପା ହଉଛନ୍ତି ଆଜ୍ଞା ଅଜ। ଆଜ୍ଞା ସୂର୍ଯ୍ୟଙ୍କର ଆଶୀର୍ବାଦରୁ ରାଜା ରଘୁଙ୍କ ଔରସରୁ ରାଣୀ କଳାବତୀଙ୍କ ଗର୍ଭରୁ ପୁଅଟିଏ ଜନ୍ମ ହେଲା। ତା ନାଁ ହଉଛି ଅଜ। ଅଜଙ୍କ ପୁଅ ଦଶରଥ। ଦଶରଥଙ୍କର 4 ପୁଅ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ଏଇଠି କାହାଣୀକୁ ଶେଷ କରୁଛନ୍ତି କୁଳଗୁରୁ ବଶିଷ୍ଠ। ବଶିଷ୍ଠ କହିଲେ ହେ ଲକ୍ଷ୍ମଣ ହେ ଶେଷ ଅନନ୍ତ ହେ ଜ୍ଞାନର ପ୍ରତୀକ ଏବେ ତୁମେ କୁହ ଏ ବଂଶ ନା ରଘୁବଂଶ ହବ ନା ଏ ବଂଶ ନା ରାମ ବଂଶ ହବ? ଲକ୍ଷ୍ମଣ ହାତ ଯୋଡ଼ିଦେଲେ କହିଲେ ହେ କୁଳଗୁରୁ ଆପଣ ଏତେ କଥା ରଘୁଙ୍କ ବିଷୟରେ ଅଛି ଆମେ ଜାଣିନଥିଲୁ। ନାଇଁ 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 ମୋ ଭାଇ ରାମଙ୍କ ଠାରୁ ହଜାରେ ଗୁଣରେ କୀର୍ତ୍ତିବାନ ରାଜା ହଉଛନ୍ତି ରାଜା ରଘୁ। ତେଣୁ ଏ ବଂଶର ନାଁ ଆଜିଠାରୁ ଆଉ ରାମ ବଂଶ ହବ ନାହିଁ। ସୂର୍ଯ୍ୟବଂଶ ପରିବର୍ତ୍ତେ ରଘୁବଂଶ ହେଇଛି। ତେଣୁ ସେଇ ରଘୁଙ୍କ ନାମରେ ସେ ବଂଶ ରହିବୁ। ଏ କଥା ମହାରାଜ ଲକ୍ଷ୍ମଣ କହିବା ପରେ ଭଗବାନ ରାମାବତ ରାଜ୍ୟାଭିଷେକ ହେଲେ। ସୁର ବାବୁ ଏଠି ଆଜ୍ଞା ପାଲାଗୁନି ମାତ୍ରେ କି ଆଉ ବିଷାହିତ ଟିକେ କରୁନି। ଆସନ୍ତୁ 2:30 ହେଇଗଲା ଆଜ୍ଞା। ହଉ ହେ ବରେଣ୍ୟ ଜ୍ଞାନେନ୍ଦ୍ର ପୁଙ୍ଗବ ଏଠି ଆପଣ ମାନଙ୍କର ରାଜା ରଘୁଙ୍କର ନାମରେ ବଂଶ ହେଲା। ତାପରେ ଭଗବାନ ରାମ ଆଜ୍ଞା କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶରେ ଆଜ୍ଞା ସମସ୍ତ ଋଷିମାନେ ରହି ରାମ ଯେତେବେଳେ ଅଯୋଧ୍ୟାକୁ ଫେରିଲେ ଆଜ୍ଞା ଭଗବାନ ରାମଙ୍କର ରାମାଭିଷେକ ହେଲା। କହିଲା ବସି ବସି ଟଜା ବାଳି ବାମଦେବ କାଶ୍ୟପ ସୁମନ୍ତ୍ର ଘେନି ଯେତେ ଥିଲେ ଋଷି ମଣ୍ଡଳୀ ବସି ବଶିଷ୍ଠ ଜାବାଳି ବାମଦେବ କାଶ୍ୟପ ସୁମନ୍ତ୍ର ଏମାନେ ସବୁ ଆଉ ନାହିଁ।
ଏମାନେ ସବୁ ଏକାଠି ହେଇ ଆଜ୍ଞା ଭଗବାନ ରାମଙ୍କୁ ଆଜ୍ଞା ଅଭିଷେକିତ କରେଇଲେ। ବାଃ 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 ରାମ ରାଜା ହେଲେ ଅଯୋଧ୍ୟାରେ। ବାଃ ସୁର ବାବୁ ସାରେ କେତେ ବର୍ଷ ରାଜା ହେଇଥିଲେ? ସାରେ କେତେ ବର୍ଷ ଜାଣିବା ଆପଣଙ୍କର ପରମ ଶାସ୍ତ୍ର ଭାଗବତ କହିଲେ ଭାଗବତ ଖୋଜିଲେ ପାଇବା କହିଲେ ସେ ତ 10 ଯେ ସହସ୍ର ବରଷ ଇଏ ଶ୍ରୀରାମ ହୋଇଲେ ନରେଶ। ଶ୍ରୀରାମ ହୋଇଲେ ନରେଶ ଶ୍ରୀରାମ ହୋଇଲେ ନରେଶ ବାପା ରାମ ଯେତେବେଳେ ନୂଆ କରି ରାଜମୁକୁଟ ପିନ୍ଧିଲେ ବାବା 10,000 ବର୍ଷ ରାଜୁତି କଲେ। ବାବା ହେଲେ ରାମ ଯେତେବେଳେ ରାଜମୁକୁଟ ପିନ୍ଧିଲେ ଯେମିତି ରଘୁଙ୍କୁ ପରୀକ୍ଷା କରିବା ପାଇଁ ଧର୍ମ ଆସିଥିଲେ ସେମିତି ସୁରବାବୁ ସାରେ ଧର୍ମ ନିଜେ ଆଉଥରେ ରାମଙ୍କୁ ପରୀକ୍ଷା କରିବା ପାଇଁ ସାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଧର୍ମ ଆସିଥିଲେ ପରୀକ୍ଷା କରିବା ପାଇଁ ପରୀକ୍ଷା କରିବା ପାଇଁ ଆସିଥିଲେ। ବାବା କୋଉ ରୂପରେ ଆସିଥିଲେ? କେଉଁ ରୂପରେ ଗୋଟେ ଶ୍ୱାନ ବା କଳା କୁକୁର ରୂପରେ। ମାନେ କୁକୁର ରୂପରେ ଆସିଥିଲେ କୁକୁର ରୂପରେ ଆସିଥିଲେ ରାମଙ୍କୁ ପରୀକ୍ଷା କରିବା ପାଇଁ। ବାଃ 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 କେମିତିଆ କୁକୁର? କେମିତିଆ ଅଦ୍ଭୁତ କୁକୁର ଆଜ୍ଞା। ସାରେ ଅଦ୍ଭୁତ କୁକୁର ହଁ କେମିତିଆ ଆଜ୍ଞା ଅର୍ଧେକ ହଉଛି ସୁବର୍ଣ୍ଣ ଅର୍ଧେକ ହଉଛି ନିଜ ଶରୀର। ବାଃ 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 ଏ ଅର୍ଧେକ ସୁବର୍ଣ୍ଣ ଅର୍ଧେକ ନିଜ ଅଙ୍ଗ। ଏଭଳିଆ କୁକୁର ରୂପ ବା ଶ୍ୱାନ ରୂପକୁ ଧାରଣ କରି ଆଜ୍ଞା ଅଯୋଧ୍ୟା ଦାଣ୍ଡରେ ଆସି ପରା ଏବେ କୁକୁର ଯେ ପହଞ୍ଚିଲା ରାମକୁ ଦର୍ଶନ କରିବା ପାଇଁ ଆନନ୍ଦରେ ସେ ଭାସିଲା। ଅଯୋଧ୍ୟା ଦାଣ୍ଡରେ ସେ କୁକୁର ଆଜ୍ଞା ଗଡ଼ିଲା। ବାବା ଦ୍ୱାରିକି କହିଲା ଯା ତୁମ ଠାକୁରଙ୍କୁ ଟିକେ ଡାକି ଦିଅ। ଡାକି ଦିଅ ଦ୍ୱାରି ଯାଇକି ପହଞ୍ଚିଲା ରାମଙ୍କ ପାଖରେ। ଆଜ୍ଞା ରାମଙ୍କ ପାଖରେ ଯେତେବେଳେ ପହଞ୍ଚିଗଲା ହଁ ପଚାରିଲେ ଭଗବାନ ରାମ କହିଲେ ଆରେ ତମେ ଶ୍ୱାନ ହଁ ତମର ଅଦ୍ଭୁତ ରୂପ ଅର୍ଧେକ ସୁବର୍ଣ୍ଣ ଅଧିକ ନିଜ ଦେହ ଅର୍ଧେକ ନିଜ ଦେହ କୁଆଡେ ଆସିଲ କୁଆଡେ କେତେ କାର୍ଯ୍ୟରେ ଆସିଲ? କୁହ କୁହ ହେ ଶ୍ୱାନ ଆଜ୍ଞା ସେଇଠି ଶ୍ୱାନ କହିଲା ହଁ କହିଲା ଆଜ୍ଞା ହଁ ଧର୍ମ ଦାଣ୍ଡକୁ ଯାଇଥିଲି। ଧର୍ମଦାନକୁ ଯାଇଥିଲ ଧର୍ମ ଦାଣ୍ଡକୁ ଯାଇଥିଲି ଯେ ହେଲା ଧର୍ମ ଦାଣ୍ଡରେ ଗଡି ଗଲି। ଆହା ଅର୍ଧେକ ଅଙ୍ଗ ମୋର ସୁବର୍ଣ୍ଣ ହେଇଛି ହେଲା ଆଉ ଅର୍ଧେକ ଅଙ୍ଗ ବାକି ଅଛି। ହେଲା ହେଲା ସେ କହିଲେ ଯୋଉଠି ଧର୍ମ ଦାଣ୍ଡ ଥିବ ହଁ ହଁ ବାକି ଅର୍ଧେକ ଅଙ୍ଗ ଆପଣଙ୍କର ସୁବର୍ଣ୍ଣ ହବ। ତେଣୁ ହେ ରାମ ଯଦି ଧର୍ମ ଅଛି ଅଯୋଧ୍ୟାରେ ବାଃ ଏ ଅର୍ଧେକ ଅଙ୍ଗ ମୋର ସୁବର୍ଣ୍ଣ କରିଦିଅନ୍ତୁ। କରିଦିଅ ଭଗବାନ ରାମ ଗୋଡ଼ ତଳେ ପଡ଼ିଗଲେ ଜାଣିଦେଲେ ଜାଣିଦେଲେ କହିଲେ ଇଏ ପ୍ରକୃତ ଧର୍ମ ମୋତେ ପରୀକ୍ଷା କରିବା ପାଇଁ ଆସିଛନ୍ତି। ଆଜ୍ଞା ଆଜ୍ଞା ବାବୁରେ ଆଜ୍ଞା ସେଇଠି ଆଜ୍ଞା ଅଯୋଧ୍ୟା ଦାଣ୍ଡରେ ପରା ସେ ଦିବ୍ୟ କୁକୁର ଧର୍ମନୀତି ରାଜନୀତି ପ୍ରଭୁର ଭୂମିର ଏ ମା ଅଯୋଧ୍ୟା ଦାଣ୍ଡରେ ସେଇ କୁକୁର ଧର୍ମନୀତି ଆଉ ରାଜନୀତି ଶିଖେଇଥିଲା ଭଗବାନ ରାମଙ୍କୁ। ଆଜ୍ଞା ଶିଖେଇଥିଲା ବୋଲି ଆଜ୍ଞା 10,000 ବର୍ଷ ପ୍ରଭୁ ଆଜ୍ଞା ଅଯୋଧ୍ୟାରେ ରାଜୁତି କଲେ। ରାଜୁତି କଲେ 10,000 ବର୍ଷ ପ୍ରଭୁ ଆଜ୍ଞା ଅଯୋଧ୍ୟାରେ ରାଜୁତି କଲେ। ବାଃ 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 ରାମଙ୍କ ଶାସନ କାଳ ହଉଛି 10,000 ବର୍ଷ। 10,000 ବର୍ଷ ପୁଅ ଆଜ୍ଞା କୁକୁର କଥା ଶୁଣିଲେ ତମକୁ ଆଶ୍ଚର୍ଯ୍ୟ ଲାଗୁଛି? ଆଜ୍ଞା ଆଜ୍ଞା ଏ ମା ସତ୍ୟ ଯୁଗରେ ଯେ ଗଲା ସେ ଦିବ୍ୟ କୁକୁର ସରସ୍ୱତୀ ନଦୀ କୂଳେ ହୋଇଲା ଜହର ସତ୍ୟ ଯୁଗରେ ସେ କୁକୁର ଆଜ୍ଞା ଗଲା। ଆଜ୍ଞା ଆପଣ ନୃସିଂହ ପୁରାଣ କୁହନ୍ତି ଆଜ୍ଞା ସେ କୁକୁର ଯେତେବେଳେ ଭଗବାନ ନୃସିଂହଙ୍କର ଭୀମ ଭୟଙ୍କର ରୂପ ଦେଖିଲା ଆଜ୍ଞା ପ୍ରବୋଧନା ଦେବା ପାଇଁ କେହି ଯାଇନଥିଲେ। ନାଇଁ ନାଇଁ ବିଘ୍ନ ବିନାୟକ ଆଗୁସାର ହେଇଥିଲେ ହେଲା ପ୍ରଭୁଙ୍କୁ ପ୍ରବୋଧନା ଦେବା ପାଇଁ। ଆଜ୍ଞା କିନ୍ତୁ କୁକୁର ସରସ୍ୱତୀ ନଦୀ କୂଳରେ ନୃସିଂହଙ୍କ ପାଖରେ ପହଞ୍ଚିଲା। ହଁ ଲକ୍ଷ୍ମୀ ନୃସିଂହକୁ ସେହି କରିଲା ମିଳନ। ସରସ୍ୱତୀ ନଦୀ କୂଳେ ରାସରେ ବମାର ଲକ୍ଷ୍ମୀ ନୃସିଂହକୁ ଆଜ୍ଞା ସେ କୁକୁର ସରସ୍ୱତୀ ନଦୀ କୂଳରେ
ସରସ୍ୱତୀ ନଦୀ କୂଳରେ ବାବା ଲକ୍ଷ୍ମୀ ନୃସିଂହକୁ ସେଇ କୁକୁର ଆଜ୍ଞା ମିଳନ କଲା, ରାସ ଶିଖେଇଥିଲା। ଆଜ୍ଞା ଆଜ୍ଞା ବାବୁରେ ଆଜ୍ଞା ସତ୍ୟ ଯୁଗରେ ଗଲା, ତ୍ରେତୟା ଯୁଗରେ ଗଲା, ଗଲା ଦ୍ୱାପର ଯୁଗରେ ବାବୁ ଗଲା ସେ କୁକୁର। ଆଜ୍ଞା ଧର୍ମଦେବ ଯୁଧିଷ୍ଠିଙ୍କୁ ନେଲା ସ୍ୱର୍ଗପୁର। ଦ୍ୱାପର ଯୁଗରେ ଆଜ୍ଞା ସେଇ କୁକୁର ଆପଣମାନେ ଜାଣିଛନ୍ତି ସ୍ୱର୍ଗାରୋହଣ ପର୍ବ, 18 ପର୍ବ ମହାଭାରତ। ଆଜ୍ଞା 18 ପର୍ବ ମହାଭାରତରେ ସ୍ୱର୍ଗାରୋହଣ ପର୍ବ ହଉଛି ଶେଷ ପର୍ବ। ବାବା ବାବା ଏ ସ୍ୱର୍ଗାରୋହଣ ପର୍ବରେ ହଁ ଧର୍ମଦେବ ଯୁଧିଷ୍ଠି ସାଙ୍ଗରେ ଯେତେବେଳେ 5 ଭାଇ ଯାଉଥିଲେ, ବାବା ବାବା ପ୍ରଥମରେ ଯାଜ୍ଞସେନୀ ରହିଲେ, ହେଲା ସହଦେବ ରହିଲେ। ଆଜ୍ଞା ସହଦେବ ଯେତେବେଳେ ରହିଲେ, ଆଜ୍ଞା ଭୀମ କହିଲା ଭାଇ ହଁ ଏଟା ବାଟରେ ପଡିଲାଣି, ଯୋଉ ଇଏ ସାନ ଭାଇଟା ହଁ 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 ଆମ ମନ୍ତ୍ରୀ ସିଏ ତା କରିଥିଲେ, ହଁ ହଁ ଯେତେବେଳେ ଯାହା ପଚାରୁଥିଲେ କହୁଥିଲା କହିଦଉଥିଲା ଆଗୁଆ ଆରେ ତାକୁ ସେ ପଡିନାଏ, ତା କର୍ମ ଫଳ ତାକୁ ଏଇ ଯାକେ ଆଣିଛି, ଏଇ ଜାଗେ ତା କର୍ମ ଫଳ ଆଣିଲା, ତା ପୁଣ୍ୟ ଫଳ ତାକୁ ଏ ପର୍ଯ୍ୟନ୍ତ ଆଉ ଆଣିଛି, ଆଗକୁ ସେ ଯାଇପାରିବନି, ଆଗକୁ ସେ ଯାଇପାରିବନି। ନାଇଁ ନାଇଁ କିଛି ବାଟ ଗଲେ ହଁ ବାଟରେ ନକୁଳ ପଡିଲା ଆଜ୍ଞା, ପଡିଲା ଯୋଉ ଡାକିଲା ଭୀମ କଲା ଭାଇ ହଁ ଆମ 5 ଭାଇ ଭିତରେ ସବୁଠୁ ଏଟା ଭାରି ସୁନ୍ଦରିଆ ଭାରି ସୁନ୍ଦରିଆ ସୌକ୍ୟଟା ସୌଖ୍ୟଟା। ହଁ ହଁ ତାକୁ ସେ ବାଟରେ ପଡିଲାନି, କହିଲା ନାଇଁ ରେ ତା ପୁଣ୍ୟ ଫଳ ତାକୁ ସେଇ ଯାକେ ନେଇଛି। ସେତିକି ସେତିକି ତାପରେ ତାପରେ ହିମାଳୟର ପାଦ ଦେଶ ଅଳ୍ପ ଦୂର ଅଛି ଆଜ୍ଞା, ଆଜ୍ଞା ଅର୍ଜୁନ ସେଠି ପଡିକି ମଲା। ଗଲା ଡାକିଲେ ଭୀମ କଲେ ଭାଇ ହଁ ଲକ୍ଷେ ବଳ ଗାଣ୍ଡିବକୁ ଧରିକି ମହାଭାରତ ଯୁଦ୍ଧରେ ଆମକୁ ଯିଏ ଜିତେଇଥିଲା ସେ ଭଳିଆ ଭାଇ, ଦେଖିଲ କି କଲବଲେ ହାକି କରିକି ପଡୁଛି କହିଲା ରେ ନାଇଁ ରେ ତା ପୁଣ୍ୟ ଫଳ ସେତିକି ନେଲା। ହେଲା ପୁଅ ଆଜ୍ଞା ହିମାଳୟ ଉପରକୁ 2 ଭାଇ ଯାକ ଚଢିଲେ, ଆଜ୍ଞା ଭୀମ ଗଲେ ଯୁଧିଷ୍ଠି ଗଲେ, ଆଜ୍ଞା ସାଙ୍ଗରେ ଗୋଟେ କୁକୁର ଯାଉଛି। ଯାଉଛି ବାପା ଆଜ୍ଞା ଇଏ ସ୍ୱର୍ଗକୁ ପଳେଇଥାନ୍ତା ଭୀମ, ଭୀମ ଯେତେବେଳେ ଡାହାଣ ଆଣ୍ଠୁ ପକେଇକି ଯେ ଯାଉଛି ପକେଇଲା ଖସଡି ଗଲା, ଆଜ୍ଞା ଆଜ୍ଞା ବାମ ଆଣ୍ଠୁ ପକେଇକି ପଳଉଥିଲା। ବାବା ବାବା ଯାଜ୍ଞସେନୀ କହିଲେ ବୃକୋଦର ଭୀମ, ହଁ କ୍ଷତ୍ରିୟ ପିଲା ବାମ ଆଣ୍ଠୁ ପକେଇକି ସ୍ୱର୍ଗ ଯିବ, ତମେ ପୁରୁଷ ପୁଣି ଆରେ ବାବା ଡାହାଣ ଆଣ୍ଠୁ ପକେଇକି ଯା। ଏ! ସିଧା ହିମାଳୟରୁ ଖସି ପଡିଲା, ମଲା ଆଜ୍ଞା ତଳେ ବୃକୋଦର ଭୀମ। ବାସ୍ ପୁଅ ଆଜ୍ଞା କେବଳ ଯୁଧିଷ୍ଠିଙ୍କ ସାଙ୍ଗରେ ଆଉ ରହିଲା କିଏ ନା ସେଇ ସେଇ କୁକୁର କୁକୁର ଆଜ୍ଞା, ବା 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 ଧର୍ମାବତାର କୁକୁର। ହଁ ଧର୍ମଦେବ ଯୁଧିଷ୍ଠିକି ଆଜ୍ଞା ସ୍ୱର୍ଗ ଉପରକୁ ନେଲା। ଆଜ୍ଞା ଯେଉଁ କୁକୁର ରାମକୁ ଧର୍ମନୀତି ରାଜନୀତି ଶିଖେଇଥିଲା, ଯେଉଁ କୁକୁର ଲକ୍ଷ୍ମୀ ନୃସିଂହକୁ ଏକାଠି କରିକି ରାସ ଶିଖେଇଥିଲା, ଆଜ୍ଞା ଆଉ 3 ଯୁଗରେ କୁକୁର ପ୍ରମାଣ କଲା। ଆଜ୍ଞା କଳି ଯୁଗରେ କଳିଯୁଗରେ କଳି ଯୁଗେ ରହିଅଛି ଇଏ ପୁଣ୍ୟ ନୀଳା ଚହଳେ, ପୂଜା ପାଉଅଛି ପରା ଶ୍ରୀ ବଡ଼ ଦେଉଳେ। ଜଗନ୍ନାଥ ଇଷ୍ଟ ଦେବୀ ରୂପେ ପାଏ ପୂଜା, ଅଘୋର ବଟ ମୂଳରେ ସେହି ଯେ ଗିରିଜା। କଳି ଯୁଗରେ ସେଇ କୁକୁର ଅଘୋର ବଟ ମୂଳରେ ବାବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଜ୍ଞା ଇଷ୍ଟ ଦେବୀ ରୂପରେ ଶ୍ୱାନ ବା କଳା କୁକୁର ରୂପରେ ଆଜ୍ଞା ପୂଜିତା ହଉଛନ୍ତି। ବାସ୍ ହେ